ଦେଖନ୍ତୁ ମତେ ଦିଟା କଲ୍ ଆସିଥିଲା ବିକ୍ରମ ପଣ୍ଡା ନାଁରେ ଏକା ଧମକେଇଛନ୍ତି। ମତେ ଦିଟା କଲ୍ ଆସିଥିଲା ବିକ୍ରମ ପଣ୍ଡା ନାଁରେ ଏକା ଯେ ଆପଣ କେସ୍ଟା ବନ୍ଦ କରିବେ କି ନାହିଁ, ଆମେ ସେଟା ମାରିବା ପାଇଁ ବି ଧମକି ଦେଇଛନ୍ତି। ସେଇ ଯୋଗୁଁ ଆମର ଫ୍ୟାମିଲି ପ୍ରତି ଆମକୁ ଟିକେ ବିପଦ ଅଛି। ସେଇପାଇଁ ଆମେ ପୁଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ମାନନୀୟ ମୁଖ୍ୟମନ୍ତ୍ରୀକୁ ମୋ ଅନୁରୋଧ, ଯେତେ ପର୍ଯ୍ୟନ୍ତ ଆମର କେସ୍ଟା ଇଏ ନ ହଉ ସେତେ ପର୍ଯ୍ୟନ୍ତ ତାଙ୍କୁ ବେଲ୍ରେ ନ ଛାଡ଼ୁ, ତାଙ୍କେ ଭିତରେ ଏକା ରୁହନ୍ତୁ କଲେଜ ଭିତରେ, ଆଉ ଆମକୁ ନ୍ୟାୟ ଦିଅନ୍ତୁ। ଯେତେ ପର୍ଯ୍ୟନ୍ତ ମୋର ସ୍ୱାମୀକୁ ଯିଏ ହତ୍ୟା କରୁଛନ୍ତି ତାଙ୍କୁ ଜୀବିତରେ ନ୍ୟାୟ ଦିଅନ୍ତୁ। ମୁଁ ଏଇଟା ମୁଖ୍ୟମନ୍ତ୍ରୀକୁ ମୁଁ ଅନୁରୋଧ କରୁଛି, ତାଙ୍କେ ବି ସେମିତି ମୋ ପଡ଼ିଆ ତାଙ୍କେ ବି ସେମିତି କାନ୍ଦନ୍ତୁ, ତାଙ୍କ ସଂସାର ସେମିତି। ମୋର ଏତିକି ଏକ ଅନୁରୋଧ, ମୁଁ କିଛି କହିପାରୁନି। ମୋର ପିଲା ଫୋନରେ ଏକା ଆସିଥିଲା କଲଟା, ଆସିକିରି ପିଲାକୁ ଅଭଦ୍ର ଭାଷାରେ ଗାଳି ବି କରୁଛନ୍ତି। ତାଙ୍କେ ସେ ପିଲା କହିଲା ଯେ ମୁଁ ରଖୁଛି ଫୋନ, କହିଲା ପରେ କଣ ପାଇଁ ଫୋନ ରଖିବି ଏବେ ଏକା କଥା ହୁଅ ବୋଲି ସେ ଫୋନଟା ବନ୍ଦ କରିଦେଇଛି, ଆଉ କିଛି କହିନି। ସେ ପିଲା ବି ଡରି ଯାଇଛି, ଆମେ ବି ଡରି ଯାଉଛୁ ଆମେ ଘରେ ଭିତରେ। ଆମେ ଜାଣିନୁ ସେ ଫୋନଟା ନମ୍ବରଟା କାହାର। ଆମେ ସେଟା ଏଫଆଇଆର ଦେଇଛି, ଏସପି କୁ ବି ଆମେ ଜଣେଇଛୁ। ଆମେ ଜଣେଇକିରି ସେ ଏସପି କୁ ସେ ଫୋନ ନମ୍ବର ଦିଟା ଆମେ ଦେଇଛୁ। ଦିଥର ଆସିଛି। ଗାଳି କରିକି ଅଭଦ୍ର ଭାଷା ଗାଳି କରି କହୁଛନ୍ତି କେସ୍ଟା ଆପଣ ଡ୍ରପ୍ କରିବ କି ନାହିଁ, ଆପଣ ଜୀବନ ମାରି ପାଇଁ ଧମକି ଦେଇଛନ୍ତି ବିକ୍ରମ ପଣ୍ଡା ନାଁରେ। ଆପଣ ମା ପୁଅ ରହୁଛନ୍ତି ତ? ଆମେ ପିଲା କହିଲା ହଁ ଆମେ ମା ପୁଅ ରହୁଛୁ, ହଉ ଠିକ ଅଛି ପରେ କଣ ହବ ଦେଖିବା, ଏତିକି କରିକି ପିଲା ଡରିକିରି ଫୋନଟା ରଖିଦେଇଛନ୍ତି। ମ୍ୟାଡାମ କଣ କହିବେ, ଯୋଉ ଫୋନ ଯୋଉ ଆସିଥିଲା କାହାକୁ କିଛି ସନ୍ଦେହ ରହୁଛି କି ଆପଣଙ୍କର ଇଏର? ଆଉ ଗୋଟେ କଥା ଯଦି ଆମେ କହିବା, ଏ ଯୋଉ ଫୋନ ଦୁଇ ଥର ଆସିଲା, ପ୍ରଥମ ଥର ଆପଣ ଯେତେବେଳେ ଫୋନ ଆସିଥିଲା କମ୍ପ୍ଲେନ ଦେଇଥିଲେ ନା ଦ୍ୱିତୀୟ ଥର ଆସିଲା ପରେ କମ୍ପ୍ଲେନ ଦେଲେ? ଏଟା ମୁଁ ସାନ ଦେହରୁ କହିବା। ସାର୍ କଣ କହିବେ, ଯେତେବେଳେ ଫୋନ ଆସିଥିଲା ସେଇ ସମୟରେ ପ୍ରଥମ ଥର ଆପଣ କମ୍ପ୍ଲେନ ଦେଲେ ନା ଦ୍ୱିତୀୟ ଥରରେ କମ୍ପ୍ଲେନ ଦେଲେ? ନାଇଁ, ଫୋନ ପ୍ରଥମ ଥର ଆସିଥିଲା। ଫୋନ ପ୍ରଥମ ଥର ଆସିଲା ପରେ ଆମେ ତାକୁ ଟିକେ ବାଇଚାନ୍ସ କଣ ହେଇଥିଲେ ଆମେ ତାକୁ ସିରିୟସଲି ନେଲୁନୁ। ଦ୍ୱିତୀୟ କଲ୍ ଆସିଲା ପରେ ଆମେ ତାକୁ ସିରିୟସଲି ନେଲୁ। ସିରିୟସ୍ ନେଲା ପରେ ମୁଁ ଯାଇକିରି ଏସଡିପିଓ ସାର୍ ଆଉ ଆଇଆଇସି ମ୍ୟାଡାମ ସହିତ ମଧ୍ୟ କଥାବାର୍ତ୍ତା କଲି, ଆଉ ଲିଖିତ ଆକାରରେ ମଧ୍ୟ ମୁଁ ଦେଲି କମ୍ପ୍ଲେନ ଦେଲି। ଗୋଟେ କଲ୍ ଆସିଥିଲା 27 ତାରିଖ ଦିନ, ଆଉ ଗୋଟେ କଲ୍ ଆସିଥିଲା 28 ତାରିଖ ଦିନ। ମୁଁ ଏଫଆଇଆର ଦେଇଛି 3 ତାରିଖ ଦିନ। ମୁଁ ସାର୍ଙ୍କୁ କହିଲି ସାର୍ ଆକ୍ଚୁଆଲି ଇନକ୍ୱାରି କରନ୍ତୁ, ଇନକ୍ୱାରି କଲା ପରେ ଦେବା ବୋଲିକିରି। ତାପରେ ମତେ ପୁଲିସ ପକ୍ଷରୁ କହିଥିଲେ ଏଫଆଇଆର ଦେବା ପାଇଁ ବୋଲିକିରି। କିଛିଟା ମୋର ପର୍ସନାଲ କାମ ଥିଲା ଯାହାଦ୍ୱାରା କି ଟିକେ ଲେଟ୍ ହେଲା। ସାର୍ ଦେଖନ୍ତୁ ମ୍ୟାଡାମ, ଦେଖନ୍ତୁ ଆପଣ ବହୁତ ଦିନ ପରେ ଗୋଟେ ଆପଣ ଡେମୋ ମଧ୍ୟ ଦେଖିଥିଲେ, କିଭଳି ଭାବେ ମାରିଥିଲେ ଇଏ ହେଇଥିଲେ, ବହୁତ ଦିନ ପରେ ମିଡିଆ ସମ୍ମୁଖରେ ଆସିଲେ, କିଭଳି ଭାବେ ଦେଖୁଛନ୍ତି? ଆଉ କିଏ ସମ୍ପୃକ୍ତ ଅଛି ବୋଲି ଭାବୁଛନ୍ତି ନା କଣ ଭାବୁଛନ୍ତି ଆପଣ? ଦେଖନ୍ତୁ ତଦନ୍ତ ଚାଲିଛି, ଏପର୍ଯ୍ୟନ୍ତ ତଦନ୍ତ ସରିନି। ଆହୁରି ତଦନ୍ତ ଯେପର୍ଯ୍ୟନ୍ତ ସରିନି, ପୁଲିସ ପ୍ରଶାସନ ତ ସେମାନଙ୍କର ତଦନ୍ତ ଜୋରସୋର ଚଲେଇଛନ୍ତି। ଆମେ ଯେତେବେଳେ ଏଫଆଇଆର ଦେଇଥିଲୁ, ଏଫଆଇଆର ଆମର ନାଁ ମଧ୍ୟ ଆମେ ମେନସନ କରିନଥିଲୁ। ଯେହେତୁ ଆମ ଭାଇଙ୍କର ମୃତ୍ୟୁ ହେଇଥିଲା, ଆମେ ସେ ଅନୁସାରେ ଆମେ ଏଫଆଇଆର ଦେଇଥିଲୁ ଏବଂ ପୁଲିସ ତାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ସେ ଦୋଷୀମାନଙ୍କୁ ଯୋଉ 16 ଜଣ ମାନଙ୍କୁ ଆରେଷ୍ଟ କରିଛନ୍ତି। ତେଣୁ ପୁଲିସ ତ ଆହୁରି ତଦନ୍ତ ଚାଲିଛି। ତଦନ୍ତ ଯେପର୍ଯ୍ୟନ୍ତ ନ ସରିଛି ଆମେ ମଧ୍ୟ କିପରି କହୁ ଯେ ଆଉ କିଏ ଅଛି, କିଏ କଣ ଛାଡ଼ିବ। ଆମର ପୁଲିସ ପ୍ରଶାସନ ଉପରେ ସମ୍ପୂର୍ଣ୍ଣ ରୂପେ ଭରସା ଅଛି ଏବଂ ତାଙ୍କର ତଦନ୍ତ ଉପରେ ମଧ୍ୟ ଆମର ସମ୍ପୂର୍ଣ୍ଣ ରୂପେ ଭରସା ଅଛି। ସେମାନେ ଅତି ଘନିଷ୍ଠ ରହିଥିଲେ। ବର୍ତ୍ତମାନ ଏ ସବୁ ସିଚୁଏସନ ଆପଣ କିଭଳି ଭାବେ ଦେଖୁଛନ୍ତି? ସେ ତଳ ଦିନ କଥା ଯଦି ଆପଣ ମନେ ପକେଇବେ, କିଭଳି ଭାବେ ଦେଖୁଛନ୍ତି? ଦେଖନ୍ତୁ ତାଙ୍କର ଦେଖନ୍ତୁ ମୁଁ ଯେତେବେଳେ ବିକ୍ରମ ପଣ୍ଡା ଯେତେବେଳେ ଘରକୁ ଆସିଲେ, ସେତେବେଳେ ପିଲାକୁ ସମ୍ବୋଧନ ଦେଇଛି, ଏମିତି ପିଲାକୁ ଆଗଲିକିରି ଧରିଛି। ମତେ ବି ତାଙ୍କେ କହିଲେ ହଉ ହଉ ଦୋଷୀ ସାବ୍ୟସ୍ତ ହବ ବୋଲି ତାଙ୍କେ ବି ସେତେ ବି କହିଛନ୍ତି। ମୁଁ ବି କହିଛନ୍ତି ଆପଣ ଜାଣିଛନ୍ତି 35 ବର୍ଷରେ ଆପଣ ସାଙ୍ଗ, ଆପଣ ଜାଣିଛନ୍ତି ଆମର ହଜବେଣ୍ଡ କେମିତି ଟାଇପର ଲୋକ, ତାଙ୍କେ କେତେ ଭଲ ଲୋକ ତ ଆପଣ ଜାଣିଛନ୍ତି। ଜାଣିକି ତାଙ୍କେ ହଁ ହଁ କଲେ, ହଁ ହଁ କରିକିରି ଦେଖିକି ତାପରେ ପଳେଇଲେ। ଯେତେବେଳେ ମୁଁ ଜାଣିଲି ଯେ ତାଙ୍କର ଯେତେ ନ୍ୟୁଜରେ ଶୁଣିଲି, ସେତେବେଳେ ମୋର ବହୁତ ମାନେ ଦେହକୁ ବହୁତ ବାଧିଲା, ଆଶ୍ଚର୍ଯ୍ୟ ହେଇଗଲେ। ମୁଁ ଭାବି ଚିନ୍ତା କରିପାରିଲିନି ଜୀବନରେ ଯେ ଏମିତି ଗୋଟେ ସାଙ୍ଗ ଏମିତି ମର୍ଡର କରିଦେବେ ବୋଲି। ମ୍ୟାଡାମ ଆଉ ଗୋଟେ ଜିନିଷ ଦେଖନ୍ତୁ, ଯେତେବେଳେ ପୂର୍ବରୁ ମଧ୍ୟ ଦେଖିଛନ୍ତି, ଯେହେତୁ ସମସ୍ତେ ଜାଣିଛନ୍ତି ବିକ୍ରମ ପଣ୍ଡା ଆଉ ଗୋଟେ ଘନିଷ୍ଠ ବନ୍ଧୁ,
ସେତେବେଳେ ବି ଆପଣ ତ ମିଶିଥିବେ ନା ବିକ୍ରମ ପଣ୍ଡା ସହିତ? ହଁ ଆମେ ସେପଟେ ଆମେ ନା ଆମେ ରହିଥିଲା ସେତେବେଳେ ଆମେ ସେ ଘରେ ଏକା ଥିଲୁ ନୀଳକଣ୍ଠନାଙ୍କ ଫାଷ୍ଟ ଲାଇନରେ। ସେତେବେଳେ ବିକ୍ରମ ପଣ୍ଡା ଯିବା ଆସିବା କରୁଥିଲେ, ମୁଁ ସେତେବେଳେ ଜାଣିଛି ତାଙ୍କ ସାଙ୍ଗସାଥି କେମିତି ବନ୍ଧୁତ୍ୱ। ତାପରେ ତାଙ୍କ ସାଙ୍ଗସାଥି ଇଏ ହେଲା ପରେ ତାପରେ ମୁଁ ତାଙ୍କ ଭିତରେ କଣ ହେଇଛି ନା ଅଛି ସେଟା ମୁଁ କିଛି ଜାଣିପାରିବିନି। ନା ଏବେ ଭାବୁଛନ୍ତି କି ଯେ ଘଟଣାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ଥିବ ଏମିତି ଅନୁଭବ ହଉଛି? ହେଇଥିବ, ହବ ନା। ହଁ ନା, ମୁଁ ତ 100ରୁ 100 କହୁଛି, ମୁଁ 100ରୁ 100% କହୁଛି। କାରଣ କଣ ଥାଇପାରେ? ତାଙ୍କ ତଦନ୍ତ କରନ୍ତୁ, ପୁଲିସ ପ୍ରଶାସନରେ ତଦନ୍ତ କରି ତାଙ୍କ ଜାଣିବେ ନା କଣ ହେଇଛି ଭିତରେ। କେବେ ହେଲେ ବି ଯେମିତି ଆପଣ ସ୍ୱାମୀ ପିତାସ ହେନା କେବେ କହିନାହାନ୍ତି ଆପଣ କୌଣସି ଘଟଣାକୁ ନେଇକି? କେବେ କିଛି ଘରେ ତାଙ୍କର ଯୋଉ କେସ୍ ଯଦି ହଉ ଭାବେ ଘରେ କୋର୍ଟରେ ଯଦି କିଛି ହଉ ମତେ କେବେ ହେଲେ ତାଙ୍କେ ଘରେ ସେମିତି କଥା କେବେ କହିନି। ତାପରେ ସେ 6 ତାରିଖ ଦିନ ଯେ ତାଙ୍କେ ଯେତେବେଳେ ଇଏ କଲେ ତାଙ୍କ ଡେଥ୍ ହେଲେ ଘରେ ବି ନର୍ମାଲ ଯେମିତି ଆମେ ଘରେ ଯେମିତି କଥା ହେବାର ସ୍ୱାମୀ ସ୍ତ୍ରୀ ଯେମିତି ପିଲାକୁ ନେଇକି ଯେମିତି କଥା ହେବେ ସେମିତି ନର୍ମାଲ କଥାବାର୍ତ୍ତା। ତାଙ୍କର ମୁହଁରେ ବି କିଛି ହେଲେ ଜଣା ପଡୁନଥିଲା ତାଙ୍କର ମୁହଁରେ ଯେ ତାଙ୍କର ଏମିତି ଡିପ୍ରେସନ ଅଛନ୍ତି କି କଣ ଅଛନ୍ତି ବୋଲି। ଯଦି ଜାଣିଥାନ୍ତେ ତାଙ୍କେ ନିଜେ ସତର୍କ ହେଇଥାନ୍ତେ ନା, ସେଟା ବି ତାଙ୍କେ ଜାଣିନାହାନ୍ତି। ମୁଁ ବି ସେ ଜାଣିନି କିଛି ସେ ଭିତରେ ଏକା। ତାପରେ ମୁଁ ସେଇଠୁ ଆଗ ମନ୍ଦିର ଫନ୍ଦିର ଗଲି ବୁଲିକିରି ଆସିଲି। ମୁଁ କହିଲି ମୁଁ ଗୋସା ନୂଆ ତାଙ୍କ ସହିତ ମୁଁ ଫୋନରେ କଥା ହେଇଛି। କେତେବେଳେ ଲାଷ୍ଟ ଟାଇମ କେତେବେଳେ କଥା ହେଲେ? 6ଟା ଅଧକୁ। ତାପରେ ଆଉ କଥା ହେଲେ ନାଇଁ, କଣ କହିଥିଲେ? ତାପରେ 8ଟା ଅଧକୁ କଥା ହେଲି ଯେ ହୋଟେଲରେ ତାଙ୍କେ ରାନ୍ଧୁନି, ମୁଁ ଆସିଲା ଟାଇମ ହୋଟେଲରୁ ମୁଁ ଭୂପତିରୁ ପାର୍ସଲ ଧରିକିରି ଆସୁଛି। କଣ ଖାଦ୍ୟ ଆଣିବା ପାଇଁ କହିଥିଲେ? ରୁଟି ତରକାରୀ ବାସ୍ ସେତିକି ଏକା, ଆଉ କିଛି ନାହିଁ। ସେତିକି। ଘରେ ଯେହେତୁ କୁମାର ପୂର୍ଣ୍ଣିମା ଥିଲା ଘରେ କେମିତି କଣ ମାନେ କିଛି ଖେଳିବା ପାଇଁ ବା ନା 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 ଆମର କିଏ ଭାଇ ତାଙ୍କର ଖେଳିବାର ତାଙ୍କର ସବୁଠୁ ନଫରତ ତାଙ୍କେ ଯେଟା କହୁଛନ୍ତି। ତାଙ୍କେ ଖେଳା ଖେଳି କେବେ ନାହିଁ, ମାନେ ଆମର ଘରେ ବଂଶ କେବେ ନାହିଁ। ଆମେ କକା ଦାଦା ହଉ ଦିଅର ହଉ ଦେଢଶୁର ଆମ ଘରେ କିଏ ଖେଳିବନି। ଆମେ ଗପ ମାରିବୁ ସିନା କଥାବାର୍ତ୍ତା ହବୁ ସିନା, ଆମ ଖେଳା କିଛି ନାହିଁ, ଖେଳିବାର କିଏ ନାହିଁ। କୋଉ କାମରେ ଯାଉଛି ମୁଁ 8ଟା ବେଳକୁ ଯେତେବେଳେ ଆସୁଛି ଏବେ ସେ କହିଥିଲେ 8ଟା ବେଳେ କଥା ହେଇଥିଲେ? ନା ନା ମୁଁ କୋର୍ଟରେ ଯାଉଛି, ଥାନାରେ ମୋର କାମ ଅଛି, କୋର୍ଟରେ ଯାଉଛି ସେତିକି କହିକିରି ଏକା ଯାଇଛନ୍ତି ତାଙ୍କେ। ତାପରେ ଆଉ କିଛି ତାପରେ ତାଙ୍କ ସାଥିରେ ମୋର ଦେଖା ହେଇନି କି ଆଉ କଥା ବି ହେଇନି, ଫୋନରେ ଯାହା କଥା ହେଇଛି ବାସ୍, ତାପରେ ଆଉ ନାହିଁ। ମୁଁ ଦେଖିନି ଆଉ। ଘଟଣା ଯେତେବେଳେ 10ଟା ବେଳେ ଦେଇଛି ବୋଲି କୁହାଯାଉଛି, ଆପଣ କେତେବେଳେ ଜାଣିଲେ ଘଟଣା? ମୁଁ 10 ଟଙ୍କା ଏକା ଜାଣିଲି ତାଙ୍କର ଯେ ଜୁନିୟର ଗୋଟେ ପିଲାଟା ସେ ଆସିକିରି ଫୋନ କଲେ। ମ୍ୟାଡାମ ଦେଖନ୍ତୁ ଏଇ ଯୋଉ ବିକ୍ରମ ପଣ୍ଡା ଆଉ ପିତବାସ ପଣ୍ଡା ଏ ଦୁଇ ଜଣ ସମସ୍ତେ ଜାଣିଛନ୍ତି, ବ୍ରହ୍ମପୁର ବାସୀ ସମସ୍ତେ ଜାଣିଛନ୍ତି ଗୋଟେ ଭଲ ବନ୍ଧୁ ଥିଲେ। ସେ ସମୟରେ କିଭଳି ଭାବେ ସମ୍ପର୍କ ଥିଲା? ବିକ୍ରମ ପଣ୍ଡା ପାଇଁ ପିତବାସ ପଣ୍ଡା କଣ କାମ କରିଥିଲେ, କଣ ରହିଥିଲା ମ୍ୟାଡାମ? ସେ ରାଜନୀତି ବିଷୟ କଣ ହଉଛି ନା ମୁଁ ଏ ବିଷୟ କିଛି ଜାଣିନି। ତାଙ୍କେ କଣ ସାଙ୍ଗ ଥିବେ କଣ ଥିବେ କିଛି ନାହିଁ। କିନ୍ତୁ ଯୋଉ ସାଙ୍ଗ ଯେ ଏମିତି ଲାଷ୍ଟ ମର୍ଡର କରିଦେବ ଏମିତି ଲୋକକୁ ମାଷ୍ଟର ମାଇଣ୍ଡ ଇଏ କରିକିରି ସେଟା ଏକା ମତେ ଆଶ୍ଚର୍ଯ୍ୟ ଲାଗୁଛି। ତାଙ୍କେ ଏମିତି ଟାଇପରେ କରିବେ ବୋଲି ସେଟା ବି ମୁଁ ଜାଣି। ଯଦି ଆଙ୍କେ ବି ଯଦି ଜାଣିଥାନ୍ତେ ତାହେଲେ ନହେଲେ ଆଙ୍କେ ବି ମାନେ ଚିନ୍ତାଧାରା, ମୋର ହଜବେଣ୍ଡର ବି ଚିନ୍ତାଧାରା ଯେ ତାଙ୍କେ ବି ଭାବିନଥିଲେ ଯେ ଏମିତି ସାଙ୍ଗଟା ତାଙ୍କୁ ଏମିତି କରିବେ ବୋଲି, ମାରିଦେବେ ବୋଲି। ଆଉ ଗୋଟେ ଜିନିଷ ମ୍ୟାଡାମ, ଯେତେବେଳେ କଂଗ୍ରେସରେ ରହିଥିଲେ ଉଭୟ ପିତବାସ ପଣ୍ଡା ହଉ କିମ୍ବା ବିକ୍ରମ ପଣ୍ଡା ହଉ, ଯେତେବେଳେ କଂଗ୍ରେସରେ ରହିଥିଲେ ସେତେବେଳେ ଗୋଟେ ସ୍ଲୋଗାନ ରହିଥିଲା ବ୍ରହ୍ମପୁରବାସୀ ପାଇଁ, ପାଣି ନାହିଁ ତ ସରକାର ନାହିଁ। ମୁଁ ଏସବୁ କିଛି ଜାଣିନି, ଏସବୁ ଆପଣ ଦିଅରକୁ ପଛନ୍ଦ, ରାଜନୀତି ଭିତରେ ମୁଁ କିଛି ଜାଣିନି ଜିନିଷ। ଆପଣ ଆଜି କଣ ପାଇଁ ମୁଖ୍ୟ ସାମ୍ବାଦିକ ସମ୍মেଳନ ଡାକିବାର କଣ ମୁଁ ଜୀବନ ରଖିବା ପାଇଁ ଆକା ମୁଁ ଜୀବନ କଣ ବିପଦରେ ଅଛି? ହଁ ପିଲାକୁ ଧମକିଛି ଆଉ ମୁଁ ସେଟା ଏକା ଡରିକିରି ଘର ଭିତରେ ରହୁଛି। ଜୀବନ ପ୍ରତି ଆମର ଡର ଟିକେ ଅଛି। ପୋଲିସକୁ ଜଣେଇଛନ୍ତି? ପୁଲିସକୁ କିଛି protection ଦେଇଛି କି? ହଁ ଆମ ସାନ ଦିଅର ସବୁ ଲେଖିକିରି ସବୁ ଜଣେଇଛନ୍ତି। ସାନ ପୋଲିସ ଦିଅର କିଛି ଆଶ୍ୱାସନା ଦେଇଛି? ପୋଲିସ ପକ୍ଷରୁ ଆମକୁ ଆଶ୍ୱାସନା ଅଛି, କୌଣସି ପ୍ରକାର ଅସୁବିଧା ନାହିଁ, ଯାହା କିଛି ଅଛି ଆମେ ଆପଣଙ୍କ ସାଥିରେ ଅଛୁ। ସେ ନମ୍ବରକୁ ଆପଣ କେବେ ଟ୍ରାଏ କରିଥିଲେ? ସେ ନମ୍ବର ମୁଁ ଟ୍ରାଏ କରିଥିଲି କିନ୍ତୁ ସେ ନମ୍ବର ବ୍ୟସ୍ତ ଆସୁଛି ଆଉ ଲାଗୁନି। ଟ୍ରୁ କଲର କିଛି ନା କଣ? ଟ୍ରୁ କଲରରେ ଗୋଟେ ଭିକି ଆସୁଛି ଆଉ ଗୋଟେ ଦାସ ଆସୁଛି, ଯୋଉଟା କି ଆମେ ସବୁ ଲିଖିତ ଆକାରରେ ଥାନାରେ ଆମେ ଅଭିଯୋଗ